ବିପଦରେ ଗୋ ସମ୍ପଦ। ଅଜଣା ରୋଗରେ ଆକ୍ରାନ୍ତ ହୋଇ ଅନେକ ମୃତ୍ୟୁ, ଅନେକ ମୃତ। ଅଜଣା ରୋଗରେ ଶତାଧିକ ଗାଈ ଗୋରୁ ଆକ୍ରାନ୍ତ ହେଉଥିବା ବେଳେ ଏକାଧିକ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ପ୍ରଥମେ ଗୋରୁଙ୍କ ଦେହରେ ଥିବା ବଥା ହେବା ସହ ବଥା ଫାଟି ଘା ହୋଇଯାଉଛି ଏବଂ ଘାରେ ରକ୍ତ ପୁଜ ବାହାରିବା ସହ ପୋକ ହୋଇଯାଉଛି। ଗୋଡ଼ ଫୁଲିବା ସହ ପାଟିରୁ ନାଳ ବାହାରି ମୃତ୍ୟୁବରଣ କରୁଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ରାଇବୋଲ ପଞ୍ଚାୟତ କୋରିଆପାଳ ଗ୍ରାମରେ ଶତାଧିକ ଗୋରୁଙ୍କ ଦେହରେ ପ୍ରଥମେ ବଥ ଭଳି ହୋଇ ବଥଟି ଫାଟି ଯାଉଛି ଏବଂ ସେଥିରୁ ରକ୍ତ ପୁଜ ବାହାରି ପୋକ ହୋଇଯାଉଛି। ଏହାପରେ ଗୋରୁ ଖାଇବା ପିଇବା କରିପାରେ ନାହିଁ, ଫଳରେ ପାଟିରୁ ଲାଳ ବାହାରିବା ସହ କିଛି ଦିନ ଭିତରେ ମୃତ୍ୟୁ ହୋଇଯାଉଛି। ବିଶେଷ କରି ଗୋରୁର ପେଟ, ମୁହଁ ଓ ଗୋଡ଼ରେ ବଥ ହେଉଛି। ତେଣୁ ଆତଙ୍କିତ ଭାବେ ଅଛନ୍ତି ଗ୍ରାମବାସୀ। ବର୍ତ୍ତମାନ ଧାନ ଅମଳ ସମୟ ହୋଇଥିବାରୁ ଚାଷୀମାନେ ଅମଳ ପାଇଁ ବ୍ୟସ୍ତ ଥିବାବେଳେ ଅଧିକାଂଶ ବଳଦ ସାହାଯ୍ୟରେ ଅମଳ କରିଥାନ୍ତି। କିନ୍ତୁ ଅଜଣା ରୋଗ ଯୋଗୁଁ ନା ବଳଦ କାମ କରିପାରୁନାହାନ୍ତି, ଫଳରେ ଅମଳରେ ବାଧା ସୃଷ୍ଟି ହେଉଛି। ପଶୁ ଚିକିତ୍ସାଧିକାରୀ କେବଳ ଗାଁରେ ପହଞ୍ଚି କେବଳ ଗୋଟିଏ ଟିକା ଦେଇ କାମ ସାରି ଦେଇଛନ୍ତି, କିନ୍ତୁ ସେ ଟିକାରେ କୌଣସି ଗୋରୁ ଭଲ ହେଉନାହାନ୍ତି। ଏନେଇ ଆମ ଉପଖଣ୍ଡ ପ୍ରାଣୀ ଚିକିତ୍ସକଙ୍କ ସହ କଥା ହୋଇଥିଲୁ, କିନ୍ତୁ ସେ ପ୍ରତିକ୍ରିୟା ଦେବାକୁ ମନା କରିଦେଇଥିଲେ ଏବଂ ଆମ ସହ ଆଲୋଚନା କରିଥିଲେ। ଏ ହେଉଛି ସ୍କିନ୍ ଡିଜିଜ୍ ବା ଚର୍ମ ବେଣ୍ଡିସ୍ ରୋଗ। ଏହା କେବଳ କାମାକ୍ଷାନଗର ଉପଖଣ୍ଡରେ ନୁହେଁ, ବରଂ ସାରା ରାଜ୍ୟରେ ଏଭଳି ରୋଗ ଦେଖାଦେଇଛି। ଏଥିପାଇଁ କୌଣସି ଔଷଧ ବାହାରି ନାହିଁ, କେବଳ ଆମେ ଗୋଟିଏ ଟିକା ଦିଆଯାଇଛି ଏବଂ ବାକି ଚାଷୀମାନେ ନିଜେ ଏହି ଘା ଉପରେ ଯତ୍ନ ନେବେ। କିନ୍ତୁ ବର୍ତ୍ତମାନ ଧାନ ଅମଳ ସମୟ ଯୋଗୁଁ ଚାଷୀମାନେ ଗୋରୁର ଯତ୍ନ ନେଇପାରୁନାହାନ୍ତି, ଫଳରେ ରୋଗ ଚାରିଆଡ଼େ ବ୍ୟାପିବାରେ ଲାଗିଛି। ତେଣୁ ତୁରନ୍ତ ସରକାର ଏଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେଇ ବ୍ୟବସ୍ଥା କରିବା ପାଇଁ ସାଧାରଣରେ ଦାବି ହେଉଛି। ଗୋରୁମାନଙ୍କଠାରେ ହୋଇଥିବା ଅଜଣା ରୋଗର ତୁରନ୍ତ ପଦକ୍ଷେପ ନ ନେଲେ ବିପଦରେ ପଡ଼ିଯିବ ଗୋ ସମ୍ପଦ। ତେଣୁ ସରକାର ତୁରନ୍ତ ଏଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେଇ ଗୋ ସମ୍ପଦ ରକ୍ଷା କରିବା ପାଇଁ ଦାବି ହେଉଛି। ତେବେ ସରକାରଙ୍କର କ'ଣ ପଦକ୍ଷେପ ନେଉଛନ୍ତି ଏବଂ କିପରି ଗୋରୁକୁ ସୁରକ୍ଷା ଦେଉଛନ୍ତି, ତାହା ଉପରେ ଏବେ ସମସ୍ତଙ୍କ ନଜର। ଢେଙ୍କାନାଳରୁ ସୁଶାନ୍ତ ମହାପାତ୍ରଙ୍କ ରିପୋର୍ଟ, ଜାଗ୍ରତ ଭାରତ ନ୍ୟୁଜ୍। ଆଉ ଗୋରୁ ଗାଈ ଗୁଡ଼ା ସବୁ ରୋଗରେ ପଡ଼ିକିନା ଚାଷ ଟାଇମ୍ରେ ଅମଳ ଟାଇମ୍ରେ ଆମର ସବୁ ଅସୁବିଧା ହେଇକିନା ଗୋରୁ ଗାଈ ପଡ଼ିକିନା ବି ମରିଯାଉଛନ୍ତି। ତେଣୁକରି ଆମେ କିଛି ପ୍ରତିକାର ସାଙ୍ଗେ ସାଙ୍ଗେ ଯାହା ହେଲେ ସରକାର କରିଲେ ଆମେ କିଛି ଉପକୃତ ହୁଅନ୍ତୁ। ଗାଁରେ ତ ଗାଈ ଗୋରୁଙ୍କର ରୋଗ ଏବେ ପୁଣି ହେଇଯାଇଛି। ସରକାର ଯେଉଁ ଇଞ୍ଜେକ୍ସନ୍ ଔଷଧ ଦେଇଥିଲେ, ତାପରେ ବି ଗୋରୁ ଗାଈଙ୍କୁ ପୁଣି ରୋଗରେ ପଡ଼ିଲେଣି। ଏ ଚାଷ ଅମଳ ଟାଇମ୍ରେ ଯଦି ୟାର ଆଉ ଥରେ ଚିକିତ୍ସା କରାଯାଆନ୍ତା, ହେଲେ ଆମେ ଉପକୃତ ହୁଅନ୍ତେ। ଏଇଭଳି ଆଜ୍ଞା ଅଜଣା ରୋଗ ହେଉଛି, ଏମିତି ବଥ ଆକାରର ହେଉଛି। ବଥ ଫାଟିଲା ପରେ ପୂଜ ଆକାରରେ ବହିଯାଉଛି। ପୂଜ ଆକାରରେ ବହିଗଲା ପରେ କିଛି ଦିନ ପରେ ସେ ମୃତ୍ୟୁବରଣ କରୁଛି। ତାପରେ ଡାକ୍ତରମାନଙ୍କର ଚିକିତ୍ସା ନେଇ ଆମେ କିଛି ଇଞ୍ଜେକ୍ସନ୍ ଫିଞ୍ଜେକ୍ସନ୍ ଦେଇ ସେ ଇଞ୍ଜେକ୍ସନ୍ ବି କିଛି କାମରେ ଆସୁନାହିଁ। ଏବେ କ'ଣ କେମିତି ଅବସ୍ଥା? ଏବେ ବର୍ତ୍ତମାନ ତ ଗାଈ ପୁରା ପ୍ରାୟ ଗାଈ ସେଇ ବଥ ଆକାରରେ ସବୁ ଅଛନ୍ତି। ଆଉ ଚଳପ୍ରଚଳ ବି ଏତେ ବି କରିପାରୁନାହାନ୍ତି ଗାଈମାନେ, ରକ୍ତ ବ୍ଲଡ଼ ବଢ଼ିଯାଉଛି। ଏଇଭଳି ଆକାରରେ ଏମିତି ହେଇକି ମୃତ୍ୟୁବରଣ କରୁଛନ୍ତି। ତମ ଗାଈ ଗୋରୁ ନେଇକି ଯେଉଁ ବଥ ଆକାର ବାହାରିକି ଫୋଟକା ହେଇକି ଫାଟି ଯାଉଛି। ଫାଟିଗଲା ପରେ ରକ୍ତ କିମ୍ବା ପୁଜ ସବୁ ବହିଯାଉଛି। ଗୋଡ଼ ହାତ ଫୁଲିକି ରହୁଛି, ପାଟିବାଟେ ନାଳ ସବୁକିଛି ବାହାରୁଛି। କିଛି ଦିନ ପରେ ଚାଲି ବୁଲି ପାରୁନାହାନ୍ତି, ତ ମୃତ୍ୟୁ ପୁରା ହେଇଯାଉଛନ୍ତି। ଆମର ବି ଦୁଇଟା ଗାଈ ଆମର ନଷ୍ଟ ହେଇଗଲେଣି। ପଶୁ ଡାକ୍ତର ଆସିକି ଇଞ୍ଜେକ୍ସନ୍ ଦେଇକି ଗଲା ପରେ ହିଁ ଆରମ୍ଭ ହେଇଛି। ସେଇ ଇଞ୍ଜେକ୍ସନ୍ କିଛି କାମ ବି କରୁନି। ସେଥିଯୋଗୁଁ ଆମର ବି ଦୁଇଟା ଗାଈ ନଷ୍ଟ ହେଇଗଲେ।